ଆଜି ସକାଳୁ ମୁଁ ଭାବିଲି ଟିକେ ୱାକ୍ କରିବି, କିନ୍ତୁ ଚାଲି ଚାଲି ଯାଇକି ଏମିତି ଏକ ଜାଗାରେ ପହଞ୍ଚି ଗଲି ଯେଉଁଠି ପ୍ରାୟ 20ରୁ 25 ଜଣ ବୟସ୍କ ଲୋକ ରହୁଛନ୍ତି। ଆଉ ସେମାନଙ୍କୁ ଭେଟିବା ପରେ ମୋ ମନ ଗୋଟିଏ କଥା ବହୁତ ଭାବିବା ପାଇଁ ବାଧ୍ୟ କଲା। ଆସନ୍ତୁ ଆଜିର ଏହି ବ୍ଲଗରେ ସେମାନଙ୍କୁ ଟିକେ ନିକଟରୁ ଜାଣିବା। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ, ଜୟ ଜଗନ୍ନାଥ। ସାଙ୍ଗମାନେ ଦେଖନ୍ତୁ ଆଜିର କ୍ଲାଇମେଟ୍ କେଉଁ ଭଳିଆ ଅଛି। ଭାଇ ସାବ ପୁରା ଲଘୁଚାପ କ୍ଲାଇମେଟ୍ ଦେଖିପାରୁଥିବେ। କେଉଁ ଟାଇପ୍ର କ୍ଲାଇମେଟ୍, ସକାଳ 6:30 ହେଲାଣି। କେଉଁ ଟାଇପ୍ର କ୍ଲାଇମେଟ୍ ଅଛି। ଇଏ ଦେଖନ୍ତୁ ଜଣେ ରୋବୋଟ୍। ସାଙ୍ଗମାନେ ଜଣେ ମେଣ୍ଟାଲ ଲୋକ ଜଣେ। ଦିଅ ପାଣି ଦିଅ, ଚା ଟିକେ ପିଇବା। ଆଜିର କ'ଣ ପ୍ଲାନ୍, ଆଜି କ'ଣ କିଛି ଭାବି ବି ହେଉନି। ଇଣ୍ଡିଆ କ୍ଲାଇମେଟ୍ରେ ନା ତ କୁଆଡ଼େ ଯାଇ ହେବ ନା କୁଆଡ଼େ ଆସି ହେବ। ଭାବିଥିଲି ଆଜି ଟିକେ ଢାବା ଆଡ଼େ ଯିବା ବୁଲାବୁଲି କରିବା ପାଇଁ ଯେ କ୍ଲାଇମେଟ୍ ପୁରା ଖରାପ। ଚାय आ गया चाय। ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ସାଙ୍ଗମାନେ ଚାହା ପିଇ ସାରିବା ପରେ ଆମେ ଟିକେ ଭାବିଲୁ ଟିକେ ଆମର ଗାଁ ପରିସରରେ ଟିକେ ମା ମେଘାମ୍ବରୀଙ୍କ ମନ୍ଦିର ଆଡ଼େ ଯାଇକି ଟିକେ ୱାକ୍ କରିକି ପଳେଇ ଆସିବା। ତ ମୁଁ ଆଉ ଆମ ପଡ଼ୋଶୀ ଜଣେ ବାହାରି ପଡ଼ିଲୁ ୱାକ୍ କରିବା ପାଇଁ। ସାଙ୍ଗମାନେ ଦେଖନ୍ତୁ ସକାଳର କ୍ଲାଇମେଟ୍ଟା କେଉଁ ଭଳିଆ ଅଛି। ଆମେ ପଳେଇ ଆସିଛୁ ଟିକେ ଏମିତି ବୁଲିବା ପାଇଁ, ଟିକେ ୱାକ୍ କରିବା ପାଇଁ ପଳେଇ ଆସିଛୁ। ଦେଖନ୍ତୁ ଆମର କେନାଲ ରୋଡ଼। ଏଇ କ୍ଲାଇମେଟ୍ରେ ଟିକେ ଏମିତି ବୁଲାବୁଲି ନ କଲେ ଭଲ ଲାଗିବନି। ଦେଖନ୍ତୁ କେମିତିଆ ହେଇଛି କ୍ଲାଇମେଟ୍। କେନାଲରେ ବି ପାଣି ଆମର କମ୍ ଆସୁଛି ବର୍ତ୍ତମାନ। ଦେଖନ୍ତୁ ସାଙ୍ଗମାନେ ଦେଖନ୍ତୁ, ଇଏ ହେଉଛି ଆମ ମା ମେଘାମ୍ବରୀଙ୍କ ଟେମ୍ପଲ। ରାତିରୁ ପୁରା ବର୍ଷା କୁଡ଼େଇଛି ପୁରା, ନାଇଁ କି? ସବୁଆଡ଼େ ରୋଡ଼ ପୁରା ଦେଖନ୍ତୁ ପାଣି ହେଇଯାଇଛି। ରାତିରେ ବର୍ଷା ପ୍ରବଳ ହେଇଛି। ସାଙ୍ଗମାନେ ଆମେ ୱାକିଂ କରିବାକୁ ଗଲା ବେଳକୁ ଗୋଟେ ବଢ଼ିଆ ଜିନିଷଟା ଦେଖିବାକୁ ମିଳିଲା। ବୋର୍ଡ଼ ଲାଗିଛି ଏଇଠି, ହୋମ୍ ଫର୍ ସିନିୟର ସିଟିଜେନ୍, ମାନେ ବୃଦ୍ଧାଶ୍ରମ। এটা ଦେଖିକି ମାନେ ଯେତିକି ଦୁଃଖ ଲାଗୁଛି ସେତିକି ଖୁସି ମଧ୍ୟ ଲାଗୁଛି। ଯିଏ ବି ସଂସ୍ଥାଟାକୁ କରିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଯେ ବୃଦ୍ଧମାନଙ୍କ ପାଇଁ, ବାପା ମାଆଙ୍କ ପାଇଁ ଏ ଜିନିଷଟା କରିଛନ୍ତି, ବହୁତ ଖୁସିର କଥା। ଆମେ ଟିକେ ଭିତରକୁ ଯିବା। କେଉଁ ମଉସା ମାଉସୀ ମାନେ ଅଛନ୍ତି ଆମେ ଟିକେ ଦେଖିବା। ବର୍ତ୍ତମାନ ଏଠି ବସିଛନ୍ତି କିଛି ଜଣ, ଏଠି ଦେଖନ୍ତୁ। ସାଙ୍ଗମାନେ ଦେଖନ୍ତୁ ଏଇଠି 2 ଜଣ ମଉସା ବସିଛନ୍ତି। ସେମାନେ ବହୁତ ଖୁସିରେ ଅଛନ୍ତି ଏଇଠିକିନା। ଆମେ ପଚାରିଥିଲୁ କେମିତି କ'ଣ ସବୁ ମିଳୁଛି, ନା ସବୁ ଠିକ୍ ଅଛି। ତ ସେୟା ଶୁଣିକି ଆମକୁ ବହୁତ ଖୁସି ଲାଗୁଛି। ଆହୁରି ଭିତରେ ବି କେତେ ଲୋକ ଅଛନ୍ତି। କେତେ ଅଛନ୍ତି ମଉସା? 25 ଜଣ ଅଛନ୍ତି, ନାଇଁ କି? 20ରୁ 25 ଜଣ ଅଛନ୍ତି। ଯାହା ହଉ, ଯିଏ ବି ସଂସ୍ଥାଟା କରିଛନ୍ତି ବହୁତ ବହୁତ ଧନ୍ୟବାଦ ତାଙ୍କୁ। କିନ୍ତୁ ଗୋଟେ ଜିନିଷ ଦୁଃଖ ଲାଗୁଛି, ଯେଉଁମାନେ ବି ମାତା ପିତାଙ୍କୁ ଛାଡ଼ି ଦେଇକି ରହୁଛନ୍ତି କେମିତି ରହିପାରୁଛନ୍ତି ସେଇଟା ଗୋଟେ ମାନେ ଜାଣିକି ବହୁତ କଷ୍ଟ ଲାଗୁଛି। ଯେଉଁଟାକି କରିବା କଥା ନାହିଁ, କାରଣ ସେଇମାନେ ହିଁ ଆମ ପାଇଁ ନିଜର ସମୟ, ମାନେ ଜିନିଷଟା ବି କହିବାକୁ ବି ଶବ୍ଦ ଆସୁନି। ଯେଉଁମାନେ ମାନେ ଏତେ ପରିଶ୍ରମ କରିକି ଆମକୁ ବଡ଼ କରୁଛନ୍ତି, ମଣିଷ କରୁଛନ୍ତି, କିନ୍ତୁ ତାଙ୍କମାନଙ୍କ ପାଇଁ ଆମେମାନେ କ'ଣ କରୁଛେ ନା ବୃଦ୍ଧାଶ୍ରମକୁ ପଠାଇ ଦେଉଛେ, ଯେଉଁଟାକି ବହୁତ ନିହାତି ନିନ୍ଦନୀୟ କଥା। ଏଇଟା ରୋଷେଇ ଘର ନାଇଁ କି? ଏଇଠି ରୋଷେଇ ହେଉଛି। ହଁ, ଆପଣମାନେ ଖୁସିରେ ରହିଲେ ସମସ୍ତେ ଖୁସିରେ ରହିବେ। ଆଚ୍ଛା, ହଉ ହଉ। ଆଜି ମୁଁ ଏଠାକୁ କୌଣସି ପ୍ଲାନ୍ କରିକି ଆସିନଥିଲି, କେବଳ ମର୍ଣ୍ଣିଂ ୱାକ୍ କରିବା ପାଇଁ ବାହାରିଥିଲି। କିନ୍ତୁ ଏତେ ଭଲ ଲୋକଙ୍କୁ ଭେଟିବାର ସୁଯୋଗ ମିଳିଲା, ସେଥିପାଇଁ ବହୁତ ଖୁସି ଲାଗୁଛି। ସେମାନଙ୍କ ସହିତ କିଛି ସମୟ କଥା ହୋଇକି ମୋତେ ବହୁତ ଭଲ ଲାଗିଲା। ତ
ସାଙ୍ଗମାନେ ଆମେ ବୁଲି ବୁଲି ଯାଇକି ପହଞ୍ଚି ଯାଇଥିଲୁ ବୃଦ୍ଧା ଆଶ୍ରମରେ। ସେଇଠି ଯାଇକି ସେ ମଉସା ମାଉସୀ ଯେଉଁମାନେ ବି ଅଛନ୍ତି ତାଙ୍କୁ ପଚାରିଲୁ, ସମସ୍ତେ ଖୁସିରେ ଅଛନ୍ତି, ସବୁ ଠିକ୍ ଟାଇମ୍ରେ ସବୁ ଜିନିଷ ମିଳୁଛି ତାଙ୍କୁ। ଭଲ କଥା, ଖୁସିର କଥା। ଆଜିର ଏହି ବ୍ଲଗ୍ରୁ ମୁଁ ଗୋଟିଏ ଜିନିଷ ଶିଖିବାକୁ ପାଇଲି, ଆମ ଆଖପାଖରେ ଥିବା ଯେକୌଣସି ବଡ଼ ବଡ଼ ବୟସ୍କ ଲୋକମାନଙ୍କୁ ଟିକେ ସମୟ ଦେବା ନିହାତି ଦରକାର। ଆମ ପାଇଁ ହୁଏତ ଇଏ 10 ମିନିଟ୍ ହେଇପାରେ, କିନ୍ତୁ ସେମାନଙ୍କ ପାଇଁ ଏହି 10 ମିନିଟ୍ ବହୁତ ମୂଲ୍ୟବାନ। ମାନେ ଆଜିର ବ୍ଲଗ୍ ଯଦି ଆପଣମାନଙ୍କର ମନକୁ ଛୁଇଁଥିବ ତାହେଲେ ଭିଡ଼ିଓ କରିଦିଅନ୍ତୁ ଗୋଟେ ଲାଇକ୍। ଆପଣଙ୍କ ଆଖପାଖରେ ଯଦି ଏମିତି ସିନିୟର ସିଟିଜନ୍ ହୋମ୍ ଅଛି ତାହେଲେ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ। ଏଇ ଟାଇପ୍ର ଡେଲି ଲାଇଭ୍ ବ୍ଲଗ୍ ଦେଖିବାକୁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜିର ଭିଡ଼ିଓରେ ଏତିକି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।